ଦୋଳ ପୂର୍ଣ୍ଣିମା ଓ ହୋଲି ପର୍ବର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ମୁଁ ସମସ୍ତଙ୍କୁ ଜଣାଉଛି। ଅନିଲ କୁମାର ସାହୁ, ଭାରତୀୟ ଜନତା ପାର୍ଟି ପୁରୀ ଜିଲ୍ଲା ସମ୍ପାଦକ। ହୋଲି ଆମ ଓଡ଼ିଶାର ଏକ ଖୁସିର ପର୍ବ। ବସନ୍ତ ଋତୁରେ ଏହି ପର୍ବ ପାଳନ କରାଯାଏ। ଫାଲ୍ଗୁନ ମାସ ପୂର୍ଣ୍ଣିମା ତିଥିରେ ଏହି ପର୍ବକୁ ପାଳନ କରାଯାଏ। ଏହା ହେଉଛି ଖୁସି ଆଉ ରଙ୍ଗର ପର୍ବ। ପୁରା ଭାରତ ବର୍ଷରେ ମଧ୍ୟ ଏହି ହୋଲି ପାଳନ କରାଯାଏ। ବିଶେଷ କରି ବୃନ୍ଦାବନ ମଥୁରାରେ ବ୍ରଜବାସୀ ମାନେ ଏହାକୁ ପାଳନ କରନ୍ତି। ଶ୍ରୀକୃଷ୍ଣଙ୍କ ନୀଳା ସହିତ ଏହା ଜଡ଼ିତ। ଆଉ ଆମର ଶ୍ରୀକ୍ଷେତ୍ର ମାଟିରେ ମହାପ୍ରଭୁ ଜଗନ୍ନାଥ ମନ୍ଦିର, ଜଗନ୍ନାଥ ସଂସ୍କୃତିରେ ହୋଲିର ଏକ ବିଶେଷ ସ୍ଥାନ ଅଛି। କାରଣ ଦୋଳ ପୂର୍ଣ୍ଣିମା ନାଁରେ ଭଗବାନ ଏଠାରେ ଶ୍ରୀକୃଷ୍ଣ ମହାପ୍ରଭୁ ଦୋଳରେ ଝୁଲନ୍ତି। ଏହାକୁ ଦୋଳ ପୂର୍ଣ୍ଣିମା ନାମରେ ଓଡ଼ିଶାବାସୀ ମାନେ ଜାଣନ୍ତି। ଶ୍ରୀକୃଷ୍ଣ ପୁରୀରେ ଥିବା ଦୋଳବେଦୀରେ ଆସି ଦୋଳ ପର୍ବରେ ଭଗବାନ ରାଧାକୃଷ୍ଣଙ୍କର ପର୍ବ। ବିଶେଷ କରି ଆମ ଶ୍ରୀକ୍ଷେତ୍ର ମାଟିରେ ଥିବା ମଠ ମନ୍ଦିର ମାନଙ୍କରେ ରାଧାକୃଷ୍ଣ ମାନେ ଦୋଳରେ ଝୁଲନ୍ତି। ଏହାକୁ ଦୋଳ ଯାତ୍ରା ବି ଲୋକ କୁହନ୍ତି। ଦୋଳ ପର୍ବ ବା ହୋଲି ପର୍ବ ଏମିତି ଏକ ପର୍ବ ଯେଉଁଥିରେ କି ଜାତି ରଙ୍ଗ ବିଶେଷ ସମସ୍ତେ ତା ଦେହରେ ଜଡ଼ିତ ହୁଅନ୍ତି। ଏହା ଏକ ଖାଲି ରଙ୍ଗର ପର୍ବ ନୁହଁ, ଏହା ଏକ ଭକ୍ତିର ପର୍ବ, ପ୍ରେମର ପର୍ବ। ଦୋଳ ପର୍ବ ଆମର ଗୋଟେ ବହୁତ ବଡ଼ ପର୍ବ। ଏହା ପୁର ପଲ୍ଲୀରେ ବହୁତ ଜୋରସୋରରେ ତାକୁ ପାଳନ କରାଯାଏ। ମୁଁ ସମସ୍ତଙ୍କୁ ଅନୁରୋଧ କରିବି ଏହି ଦୋଳ ପୂର୍ଣ୍ଣିମାକୁ ଅତି ଆନନ୍ଦର ସହିତ, ଭକ୍ତିର ସହିତ ପାଳନ କରନ୍ତୁ। ଆଉ ଅର୍ଗାନିକ ରଙ୍ଗ ଆପଣାନ୍ତୁ, ରାସାୟନିକ ରଙ୍ଗଠୁ ଦୂରରେ ରୁହନ୍ତୁ। ଜୟ ଜଗନ୍ନାଥ।